নীলাচল নিবাসায় নিত্যায় পরমাত্মনে বলভদ্র সুଭଦ୍ରା ভେଂ ଜଗନ୍ନାଥାୟ ତେ ନମଃ। ଜୟ ଜଗନ୍ନାଥ ସାଙ୍ଗମାନେ, ନମସ୍କାର। ମୁଁ ସୁଚିତ୍ରା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ଭିଡିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖିବେ। ଲାଇକ୍ ଓ କମେଣ୍ଟ କରିଦେବେ। ଚ୍ୟାନେଲରେ ନୂଆ ଥିଲେ ନିଶ୍ଚିନ୍ତ ଭାବେ ସବସ୍କ୍ରାଇବ କରିଦେବେ। ଆଉ ଏମିତି ନୂଆ ନୂଆ ଜଗନ୍ନାଥଙ୍କ ବିଷୟରେ ବହୁତ ଭିଡିଓ ଆପଣମାନଙ୍କ ପାଖକୁ ପଳେଇବ, ନୋଟିଫିକେସନରେ ଯିବ। ଜୟ ଜଗନ୍ନାଥ ସାଙ୍ଗମାନେ, ଆଜିର ଟପିକ ଦେଖିକି ତ ଆପଣ ମାନେ ଜାଣି ସାରିବେଣି। ଆଜିର ଟପିକ ହଉଛି ଶ୍ରୀମନ୍ଦିରରେ କୁତ୍କାମଚଣ୍ଡୀ କିଏ? ତେଣୁ ଜଗନ୍ନାଥ ମନ୍ଦିରରେ କୁକୁରକୁ କାହିଁକି ପୂଜା କରାଯାଏ? ସେ କୁକୁର କେଉଁଠି ଅଛି? ସେ ମନ୍ଦିର ଭିତରେ ଯଦି କୁକୁର ଦେଖାଯାଏ ସେଦିନ ମନ୍ଦିରରେ କଣ ହୁଏ? କାହିଁକି ହଠାତ୍ କୁକୁର ମନ୍ଦିର ଭିତରକୁ ଆସେ ଓ ସଙ୍ଗେ ସଙ୍ଗେ ଉଭାନ ହୋଇଯାଏ? କଣ ରହିଛି ଏହାର ରହସ୍ୟ? ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଏଇ ବିଷୟରେ ଆଜିର ରହସ୍ୟ ଜାଣିବା ପାଇଁ ଭିଡିଓଟିକୁ ସ୍କିପ୍ ନ କରି ନିଶ୍ଚିନ୍ତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ଜଗନ୍ନାଥ ମନ୍ଦିରର ରହସ୍ୟମୟ କାହାଣୀ ବିଷୟରେ ଜାଣିବା ପାଇଁ ଚାଲନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଭିଡିଓଟିକୁ ଆଜିର ଷ୍ଟାର୍ଟ କରିବା। ସାଙ୍ଗମାନେ, ଆପଣ ମାନେ ଜାଣିଥିବେ ପୂର୍ବ କାଳରେ ଯଦି କୁକୁରକୁ କେହି ଯଦି ସ୍ପର୍ଶ ବି କରିଦିଏ, କୁକୁର ଯଦି ଘରକୁ ପ୍ରବେଶ କରିଯାଏ, ତାହେଲେ ସେମାନେ ଲୁଗାପଟା ସଫା କରି ଘର ସଫା କରି ସ୍ନାନ କରିଥାନ୍ତି। ଆଉ କୁକୁରର ମଳକୁ ଯଦି କିଏ ମାଡ଼ିଦିଏ ତେବେ ତାକୁ ଘରେ ବି ପ୍ରବେଶ କରାଇ ଦିଆଯାଏ ନାହିଁ, ଯେତେବେଳେ ପର୍ଯ୍ୟନ୍ତ ସେ ମୁଣ୍ଡ ଧୋଇ ଲୁଗାପଟା ଧୋଇ ଭଲ ଭାବରେ ସ୍ନାନ ନ କରିଛି। କିନ୍ତୁ କଣ ଆପଣ ମାନେ ଜାଣନ୍ତି, ଏହି ଛୁଆଁ ମନା ଯାଉଥିବା କୁକୁରକୁ ପୁରୀ ଶ୍ରୀମନ୍ଦିରରେ ପୂଜା କରାଯାଏ? ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ। ପୁରୀ ଶ୍ରୀମନ୍ଦିରରେ ଦକ୍ଷିଣ ଦ୍ୱାରରେ ମୁକ୍ତି ମଣ୍ଡପର ପଛପଟରେ ଥିବା ଅନନ୍ତ ନାରାୟଣ ମନ୍ଦିର ପାଖରେ କାନ୍ଥରେ ଏକ କୁକୁର ପୂଜା ପାଉଛି। ତେବେ କିଏ ସେ କୁକୁର? ଶ୍ରୀମନ୍ଦିରରେ ପୁଣି କୁକୁର କାହିଁକି ପୂଜା ପାଉଛି? ତେବେ ଚାଲନ୍ତୁ ଜାଣିବା ଏହାର ରହସ୍ୟ। ଆଜିର ଭିଡିଓରେ ଏହି ଯେବେ ପୁରୀ ମନ୍ଦିର ପ୍ରତିଷ୍ଠା ହେବାର ଥିଲା, ବ୍ରହ୍ମଦେବ ପୁରୀ ମନ୍ଦିର ପ୍ରତିଷ୍ଠା ପାଇଁ ଆସିଥାନ୍ତି। ମୁକ୍ତି ମଣ୍ଡପରେ ବସିଥାନ୍ତି। ତାଙ୍କ ସହ ଭରଦ୍ୱାଜ ମୁନି, ଦୁର୍ବାସା ଋଷି, ଆହୁରି ମଧ୍ୟ ମୁନି ଋଷି ମାନେ ଥାନ୍ତି। ସେମାନେ ପ୍ରଭୁ ଜଗନ୍ନାଥଙ୍କ ସ୍ତୁତି ପଢିଥାନ୍ତି। ଏହି ସମୟରେ ହଠାତ୍ ଏକ କୁକୁର ଭୁକିବା ଶବ୍ଦ ଶୁଣାଗଲା। ବାରମ୍ବାର କୁକୁର ଭୁକୁଥିବାରୁ ବେଦ ପାଠରେ ବାଧା ଉପୁଜୁଥାଏ। ବହୁତ ସମୟ ହୋଇଗଲା, ତଥାପି କୁକୁର ଭୁକିବା ବନ୍ଦ କରୁନଥାଏ। ବ୍ରହ୍ମଦେବ ଏହା ଦେଖି କହିଲେ, ଏତେ ବଡ କାମରେ କୁକୁର ଭୁକିବା ସାହସ କିପରି କରୁଛି? ତୁମେ ମାନେ ତା ପାଖକୁ ଯାଇ ପଚାର ତାର କଣ ହୋଇଛି। ସିପାହୀ ମାନେ କୁକୁରଟିର ପାଖକୁ ଯାଇ ତାକୁ କହିଲେ, ତୋର କଣ ଦେଖା ଯାଉନି? ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ପ୍ରତିଷ୍ଠା ହେଉଛି, ବେଦ ପାଠ ପଢା ଯାଉଛି, ପ୍ରସାଦ ରନ୍ଧନ ଚାଲିଛି, ଏତେ ବଡ କାମ ହେଉଛି, କିନ୍ତୁ ତୋର ଭୁକିବା ବନ୍ଦ ହେଉନି। କୁକୁରଟି କହିଲା, ମୁଁ ଟିକେ ବ୍ରହ୍ମଦେବଙ୍କ ସହ କଥା ହେବାକୁ ଚାହୁଁଛି। ସିପାହୀ ମାନେ ବହୁ ବ୍ରହ୍ମଦେବଙ୍କ ଆଗରେ ଯାଇ ଏଇ କଥା କହିଲେ। ବ୍ରହ୍ମଦେବ କହିଲେ, ଠିକ ଅଛି, ମୁଁ ତୁମକୁ ତ ସବୁ ପ୍ରାଣୀ ପଶୁଙ୍କୁ ପକ୍ଷୀଙ୍କୁ ସୃଷ୍ଟି କରିଛି। ମୁଁ ଯଦି ତାଙ୍କ କଥା ଶୁଣିବିନି ତାହେଲେ ଆଉ କିଏ ଶୁଣିବ? ମୁଁ ଯାଇ ତାକୁ ଦେଖା କରିବି। ଏହା କହି ବ୍ରହ୍ମଦେବ କୁକୁରଟି ପାଖକୁ ଗଲେ। କୁକୁରଟି ବ୍ରହ୍ମଦେବଙ୍କୁ ପ୍ରଣାମ କଲା ଆଉ କହିଲା, ହେ ବ୍ରହ୍ମଦେବ, ସମସ୍ତ ଦେବାଦେବୀ ଶ୍ରୀ ଜଗନ୍ନାଥଙ୍କ ସେବା କରୁଛନ୍ତି। ମୁଁ ମଧ୍ୟ ମହାପ୍ରଭୁଙ୍କର କିଛି ସେବା କରିବାକୁ ଚାହୁଁଛି। ଦୟାକରି ମତେ ମହାପ୍ରଭୁଙ୍କର ସେବା କରିବାକୁ ସୁଯୋଗ ଦିଅନ୍ତୁ। ହଠାତ୍ ବ୍ରହ୍ମଦେବ କଣ କେବେ କହିବେ ଜାଣିପାରିଲେ ନାହିଁ। କୁକୁରଟି ପୁଣି କଣ ସେବା କରିବ ମହାପ୍ରଭୁଙ୍କର? ସେ ପୁଣି ପୁରୀ ଶ୍ରୀମନ୍ଦିରରେ ବ୍ରହ୍ମଦେବ କିଛି ସମୟ ଚିନ୍ତା କଲା ପରେ କହିଲେ, ଠିକ ଅଛି, ତୁମେ ଏହି ଦକ୍ଷିଣ ଦ୍ୱାର ପାଖରେ ସର୍ବଦା ଜଗି ରହିବ, କାରଣ ଏପଟେ ଆନନ୍ଦ ବଜାର, ସେପଟେ ରୋଷଶାଳା। ରୋଷଶାଳାରେ ଯଦି କିଛି ମଧ୍ୟ ବ୍ୟତିକ୍ରମ ହୁଏ ତାହେଲେ ତୁମେ ହଠାତ୍ ଆବିର୍ଭାବ ହେବ ଓ ସମସ୍ତଙ୍କୁ ଦେଖାଦେବ, ଆଉ ହଠାତ୍ ଉଭାନ ହୋଇଯିବ। ସେହିଦିନ ରୋଷଶାଳାରେ ଯେତେ ଲକ୍ଷ ଟଙ୍କାର ଭୋଗ ବନା ଯାଇଥାଉ ମଧ୍ୟ ସେହି ପ୍ରସାଦ ଫିଙ୍ଗା ଯିବ ଏବଂ ମହାପ୍ରସାଦ ପୋତା ଯିବ। ସେହିଦିନ ପ୍ରଭୁ ଜଗନ୍ନାଥ ପ୍ରସାଦ ଖାଇବେନି। ଆଉ ସେହିଦିନ ପ୍ରଭୁ ବଡପଡାଙ୍କ ପାଣି ଚଉରେ ମଧ୍ୟ ଦେଖାଦେବେ ନାହିଁ। ଆଉ ଏହା ସତ୍ୟ ମଧ୍ୟ। ବହୁତ ଥର ଶ୍ରୀମନ୍ଦିରର ପଣ୍ଡାମାନେ ହଠାତ୍ କୁକୁରକୁ ଦେଖିଛନ୍ତି ଓ ହଠାତ୍ କୁକୁରଟି ମଧ୍ୟ ଅନ୍ତର୍ଧ୍ୟାନ ହୋଇଯାଇଛି। ଏମିତି ବହୁତ ଥର ମହାପ୍ରଭୁ ଜଗନ୍ନାଥଙ୍କର ମହାପ୍ରସାଦ ପୋତା ଯାଇଛି। ତେବେ ଏହି କୁକୁରକୁ ଶ୍ରୀମନ୍ଦିରର କୁତ୍ତାମଚଣ୍ଡୀ ନାମରେ ପୂଜା କରାଯାଉଛି। ରୋଷଶାଳାରେ କିଛି ମଧ୍ୟ ଗଡବଡ ହେଲେ ସେବକ ମାନେ ସିନା ଜାଣିପାରନ୍ତି ନାହିଁ, କିନ୍ତୁ ଏହି କୁତ୍ତାମଚଣ୍ଡୀ ଠିକ ଭାବରେ ଜାଣିପାରନ୍ତି ଆଉ ଆବିର୍ଭାବ ହୋଇ ଜଣାଇ ଦିଅନ୍ତି ଯେ ଆଜିର ମହାପ୍ରସାଦ ଜଗନ୍ନାଥଙ୍କ ପାଖରେ ଲାଗି ହେବ ନାହିଁ। ତେବେ ସାଙ୍ଗମାନେ, ଆଉ ଗୋଟିଏ ମଧ୍ୟ ଲୋକ କଥା ଅଛି ଯେ କୁତ୍ତାମଚଣ୍ଡୀଙ୍କ ବିଷୟରେ। କୁତ୍ତାମଚଣ୍ଡୀ ହେଉଛନ୍ତି ତନ୍ତ୍ର ସାଧିକା ଭୈରବୀ ଦେବୀ।
ସେ ଆଗରୁ ରତ୍ନ ସିଂହାସନରେ ପୂଜା ପାଉଥିଲେ। ବର୍ତ୍ତମାନ କାଳରେ ସାଧୁ ସନ୍ନ୍ୟାସୀ, ବୈଷ୍ଣବ ସାଧୁ ସନ୍ନ୍ୟାସୀ, ଦଣ୍ଡୀ ସାଧୁ ସନ୍ନ୍ୟାସୀଙ୍କ ବିରୋଧରେ ରତ୍ନ ସିଂହାସନରୁ ତାଙ୍କୁ ଅପସାରିତ କରାଯାଇଥିଲା। ପୂର୍ବ କାଳରେ ତାନ୍ତ୍ରିକ ସାଧକ ଦିଗନା ଯେତେବେଳେ ପୁରୀ ଆସିଥିଲେ, କୁକୁର ବାରମ୍ବାର ମନ୍ଦିର ଭିତରକୁ ପ୍ରବେଶ କରି ଥିବାରୁ ମହାପ୍ରଭୁଙ୍କ ମହାପ୍ରସାଦ ଭୋଗ ପ୍ରସ୍ତୁତି ଓ ଭୋଗ ସମର୍ପଣ କରିବାର ଅସୁବିଧା ହେଉଥିଲା ବୋଲି ତାନ୍ତ୍ରିକ ଦିଗନା ଜାଣି ପାରିଥିଲେ। ତେଣୁ ସେ ତନ୍ତ୍ର ସାଧକ ଥିଲେ। ତାଙ୍କ ତନ୍ତ୍ରିତ ଦ୍ଵାରା ଦେବୀ କୁତାମଚଣ୍ଡୀଙ୍କୁ ସେଠାରେ ପ୍ରତିଷ୍ଠା କରାଇଥିଲେ, ଯାହା ଦ୍ୱାରା ଶ୍ରୀମନ୍ଦିର ଭିତରକୁ କୁକୁର ଆଉ ପଶି ପାରିଲେନି। ବିଶ୍ୱାସ କରାଯାଏ ମହାପ୍ରଭୁଙ୍କ ପ୍ରସାଦ ନିର୍ମାଣରେ କିଛି ଅସୁବିଧା ହୁଏ ତାହେଲେ କୁତାମଚଣ୍ଡୀ କୁକୁର ରୂପରେ ଆସି ସୂଚାଇ ଦେଇଥାନ୍ତି, ଯାହା ଦ୍ୱାରା ମହାପ୍ରସାଦ ତିଆରି ସୁରୁଖୁରୁରେ ହୋଇଥାଏ ଏବଂ ଜଗନ୍ନାଥଙ୍କର ଭୋଗ ଲାଗି ହେଇଥାଏ। ତେଣୁ ସାଙ୍ଗମାନେ, ଆଜିର ଏ ଭିଡିଓରେ ଆମେ ବହୁତ କିଛି ଜଗନ୍ନାଥଙ୍କ ବିଷୟରେ ଯଦି ଜାଣିପାରିଲେ, ଆପଣ ମାନଙ୍କୁ ଯଦି ଭିଡିଓଟି ଭଲ ଲାଗିଥିବ ତାହେଲେ ଦୟାକରି ଆପଣ ମାନେ ଲାଇକ୍ କରିବେ, କମେଣ୍ଟରେ ଜୟ ଜଗନ୍ନାଥ ବୋଲି ଲେଖିଦେବେ। ଆଉ ଯଦି ନୂଆ ଥିବେ ତାହେଲେ ସବସ୍କ୍ରାଇବ କରିବାକୁ ଭୁଲିବେନି, ଯେମିତିକି ନୂଆ ନୂଆ ଭିଡିଓର ନୋଟିଫିକେସନ ଆପଣ ମାନଙ୍କ ପାଖକୁ ଚାଲିଯିବ। ଆଉ କୋଉ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ସେ ବିଷୟରେ ମତେ କମେଣ୍ଟ କରିକି କହିବେ। ରହୁଛି, ଜୟ ଜଗନ୍ନାଥ। ପୁଣି ଦେଖାହବ ଆଉ ଏକ ନୂଆ ଭିଡିଓରେ।